विभिन्न मौलिक सुविधार वंचित तलजंग नईकूल साहि बासिंदा आमे कहवाक चाहूँ पुरी सहर ठारू मात्र 8 किलोमीटर दूर पुरी सदर तलजंग ग्राम पंचायत नईकूल साहिर कथा 2026 मसीहा होइथिले मध्य गाँवर श्मशानटीए नाही। वर्षा दिने जदि काहार देहांत हुए शवदाह पई ग्रामवासी जेउभଳି अंतसंत होउछंती ताहा न कहिबा भल। तापरे उच्च प्राथमिक विद्यालय कथा भंगा आजबेस्ट घरे चली प्रथम श्रेणी अष्टम श्रेणी पर्यंत दिन 11:45 पर्यंत जड़े शिक्षयित्री बिना आउ क्या देखा मिल ना। 11:50 प्रधान शिक्षयित्री सविता मिश्र आसी आम चैनल प्रतिनिधि को धमकाई न्यूज परिवेषण करें हाणीदेवी बोली। सेठारे ग्राम्य कमिटी सभ्य मैंने आम प्रतिनिधि को उद्धार करते। शेष में सबुठ बड़ समस्या होउछि पानी समस्या। टिके वर्षा हेले गाँव में आंठुए पानी साप भय घर चारिपटे जाल बांधि रहुछंती ग्रामवासी। ड्रेनेज सुविधा पाई विभिन्न सरकारी दफ्तर को दौड़ी दौड़ी केही शुणु नाहांती। समस्त मौलिक सुविधार वंचित होई निरुपाय होई विराट गण आंदोलन करबा पई गणमाध्यम को सूचना दैछंती। तमु मत हन नमु गननी तमे आसो हरी आमु हननी गहिर परे जोड़े नड़ा नहले पानी यदि ना बड़ बिल सेटा तरी दुई का बिल ये आसिना
ଆଉ ଚାଲିକି ଆସନ୍ତୁ ତମେ ସିନା ଇଏ କର ତ। ଭିଡ଼ିଓ କରିକି ଏତିକି କରିକି ଏପଟକୁ ଆସ। ତମେ ସବୁ ଏଣ୍ଟ୍ରି କରୁନ ସ୍କୁଲକୁ। ଯିବା ତ ଆସୁନା। ତମେ ଯାଉନା ମାରିବୁ ବା। ସେ ଗଛ ବାହାରକୁ ଯୋଡ଼ାଉ ନା। ତମେ ପାଟି କର। ପରିଚୟ ଦିଅନ୍ତୁ। ପରିଚୟ ରଞ୍ଜୁ ସାହୁ। ଆପଣ ଗାଁରେ ଯୋଉ ମୌଳିକ ଅସୁବିଧା ସବୁ ହେଇଛି ତ ସୁବିଧା ପାଇଁ କଣ କଣ ସୁବିଧା ଆମର ତ ଡ୍ରେନ୍ ଦରକାର, ଆଡ଼େ ସ୍କୁଲରେ ମାନେ ସବୁ ସୁବିଧା ଟିକେ ଦରକାର। ଆଉ ଏପଟେ ଆମକୁ ବି ଇନ୍ଦିରାବାସ ଫିନ୍ଦିରାବାସ ଏଗୁଡ଼ା ସବୁ ମିଳୁନି, ସେଟା ସବୁ ଟିକେ ମିଳିବା ଦରକାର। ଆଉ ଏଇ ତ ସମସ୍ୟା, ଆଉ କଣ କହିବୁ ଆଉ। ଯଦି ଆଗକୁ ବର୍ତ୍ତମାନ ଯୋଉ ପାଣି ଅଛି, ଆମର କଳ ଫଳ ବସଉନାହାନ୍ତି, କିଛି ତ ଆମ ପାଇଁ ସୁବିଧା କରୁନାହାନ୍ତି। ଆପଣ ସରପଞ୍ଚ ଆପଣଙ୍କ ପାଇଁ କଣ ସୁବିଧା କରୁଛନ୍ତି? ସରପଞ୍ଚ ଆମ କଥା ଶୁଣୁନାହାନ୍ତି। କଣ କହୁଛନ୍ତି? ସିଏ କହୁଛନ୍ତି ତମେ ଆମ ପାର୍ଟିର ଲୋକ ନୁହଁ, ତମେ ନବୀନ ସରକାର ଲୋକର ପାର୍ଟି, ନବୀନ ସରକାରର ପାର୍ଟି, ତମ ପାଖରେ ଆମେ କଣ କାମ କରିବୁ, ରୋଡ ରାସ୍ତା କରିବୁ, କଳ ବସେଇବୁ, ଏମିତି ବହୁ ପ୍ରକାର, ଏମିତି 20-25 ବର୍ଷ ହେଲାଣି ସେ ଆମକୁ ଏମିତି କହୁଛନ୍ତି। ତାପରେ ଏଇ ଯୋଉ ରାସ୍ତାଟା ଆମର ଥିଲା, ଆମେ ଏତିକି ପାଣିରେ ଯିବା ଆସିବା କରୁଛୁ 20 ବର୍ଷ। ସେ ବିଷୟରେ ବି ଲୋକ ଥିଲେ, ରାଜୁ ସେନାପତି ସେତେବେଳେ ସରପଞ୍ଚ ଥିଲେ, ତାଙ୍କୁ ବି ଆମେ କହିଛୁ। ସିଏ ବି କହିଲେ ଯେ ତମେ ଆହୁରି 20 ବର୍ଷ ୟା ଭିତରେ ଘାଣ୍ଟି ହେବ। ଆମର ଦାଦା ଜଣେ ଥିଲେ, ସେ ସବୁ ବୁଝାସୁଝା କରିଥିଲେ, ତାଙ୍କୁ ଆମେ କୁଆବଲା କରି ଏମିତି କରିବାରୁ ସେ ସେଠୁ ଏଇ ରାସ୍ତାଟାକୁ ଟିକେ ତିଆରି ଦେଇଛନ୍ତି। ଏଇ ରାସ୍ତାରେ ଆମେ ଯିବା ଆସିବା କରୁଛୁ। ଏବେ ଚାରିପଟେ ତ ପାଣି ଆପଣ ଘେରିକିରି ଅଛି। ବର୍ତ୍ତମାନ ଯୋଉ ଦାବି ଗୁଡାକ ଜଣେଇଛନ୍ତି, ଯଦି ଆଗକୁ ଆପଣ ଦାବି ପୂରଣ ନ କରାଯାଏ କଣ କରିବେ? ନ କରାଗଲେ ଆମେ ହାତରେ ଯାହା ଆମେ ତାହା କରିବୁ, ଆଉ ଆନ୍ଦୋଳନ କରିବୁ, ଆଉ କଣ କରିବୁ। ଏମିତି ପରିଚୟ ଦିଅନ୍ତୁ। ଜୟ ଜଗନ୍ନାଥ। ମୁଁ ଶିବ ଜେନା, ଜଣେ ଅବସରପ୍ରାପ୍ତ BSF ଯବାନ ଏବଂ ସମାଜସେବୀ। ତଳଜଙ୍ଗ ନଈକୂଳ ସାହିରେ ବର୍ତ୍ତମାନ ଆଜି ଯୋଉ ସମସ୍ୟା ଦେଖିବାକୁ ମିଳିଲା, ମଶାଣି ଠାରୁ ଆରମ୍ଭ କରି ବିଦ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମର ପାଣି ସମସ୍ୟା, କଣ କହିବେ? ଆଜ୍ଞା, ଆପଣ ଜାଣିଛନ୍ତି 2026 ମସିହାରେ ଆଜିକାଲି ଡେଟ୍ରେ ଦେଖିବାକୁ ମିଳିଲେ ପ୍ରତି ଗାଁରେ ଗୋଟେ ଉନ୍ନତ ଧରଣର ମଶାଣି କରାଯାଇଛି, କିନ୍ତୁ ତଳଜଙ୍ଗ ନଈକୂଳ ସାହିରେ କୌଣସି ମଶାଣି ନାହିଁ। ଆପଣ ମାନେ ଏହାକୁ ସ୍ୱଚ୍ଛ ଭାବରେ ଆପଣ ଦେଖିଲେ, ଏହାର ମଧ୍ୟ ଭିଡ଼ିଓ କଲେ, ଏଇଟା ଆପଣଙ୍କୁ କହିବା ଆବଶ୍ୟକ ନାହିଁ। କିନ୍ତୁ ମୋ କହିବା କଥା, ଯଦି ପୁରୀ ସଦର ଠାରୁ 8 କିଲୋମିଟର ଦୂରରେ ଆମେ ଅବସ୍ଥିତ, ଆପଣ କୁହନ୍ତୁ ଯଦି ବର୍ଷା ଦିନରେ ହଉ ବା କୌଣସି ବାତ୍ୟା ହଉ, କୌଣସି ସମୟରେ ଯଦି ଗୋଟେ ଲୋକ ମୃତ୍ୟୁବରଣ କରୁଛନ୍ତି, ଆମେ ତାଙ୍କର ଶବ ଧାରଣ କେମିତି କରିବା? କଣ ବର୍ଷାରେ ଭିଜିକିରି କରିବା? ଆପଣ ଦେଖିଥିବେ ମଶାଣିର ମାନେ ନା ମଶାଣି, କିନ୍ତୁ ମଶାଣି ସେଠି କରାଯାଏନି। ଏ ବିଷୟରେ ଆମେ ମଧ୍ୟ ଆମର ପଞ୍ଚାୟତ ପ୍ରତିନିଧିଙ୍କୁ କରିଥିଲୁ। ସେମାନେ ଖାଲି କହୁଛନ୍ତି ଯେ ବର୍ତ୍ତମାନ କରିଦେବୁ, ସାଙ୍କସନ ହେଇଛି 4 ଲକ୍ଷ, କିନ୍ତୁ ଏ ବିଷୟ କହିକିରି ବର୍ତ୍ତମାନ ଏପର୍ଯ୍ୟନ୍ତ କରାଗଲା ନାହିଁ। ତେଣୁ ମୋର ବିନୀତ ଅନୁରୋଧ, ପ୍ରଥମ ସମସ୍ୟାଟି ମଶାଣିଟା କରାଗଲେ, ବର୍ତ୍ତମାନ ଏଇଟା ମଶାଣି କଲେ ଆମ ପଞ୍ଚାୟତ ବା ତଳଜଙ୍ଗ ନଈକୂଳ ସାହି ଲୋକମାନେ ଯୋଉମାନେ ମରୁଛନ୍ତି ତାଙ୍କର ସମାଧାନ ଖୁସିରେ କରିପାରିବେ। ଏଇଟା ଗୋଟେ ବଡ଼ ସମସ୍ୟା। ଦ୍ୱିତୀୟ କଥା ଆସିଲା ସ୍କୁଲ ସମସ୍ୟା। ଆପଣମାନେ ଜାଣିଥିବେ ଏଇ ଗାଁରୁ ବିଭିନ୍ନ ପ୍ରକାର ସ୍କୁଲ, ମାନେ ଆମେ ଯୋଉ ଛୋଟବେଳେ ଥିଲୁ, ଏଇ ସ୍କୁଲରେ 500ରୁ 600 ପିଲା ମାନେ ଛାତ୍ରଛାତ୍ରୀ ମାନେ ସେଠି ରହୁଥିଲେ, ପାଠ ପଢୁଥିଲେ ଏବଂ ବହୁତ ଷ୍ଟାଫ ମଧ୍ୟ ଥିଲେ। କିନ୍ତୁ ଧୀରେ ଧୀରେ ଏଭଳି ପରିସ୍ଥିତି ହେଲା, କାହିଁକି ହେଲା ଆପଣ ଦେଖୁଥିବେ, କାରଣ ତ କିଛି ଥିବ। এই ପରିସ୍ଥିତି ଦ୍ୱାରା ଆଜି ଡେଟ୍ରେ ମାତ୍ର 190ରୁ 193 ଜଣ ପିଲା ପଢୁଛନ୍ତି ଏବଂ ବାକି ଗ୍ରାମର ଯୋଉ ପିଲା ଅଛନ୍ତି ସେମାନେ ବାହାର ସ୍କୁଲକୁ ଗଲାଣି। ତେଣୁ ଏହାର ମୂଳ କାରଣ ହେଲା ଏ ସ୍କୁଲରେ ଚେୟାର ବ୍ୟବସ୍ଥାରେ କୌଣସି ନାହିଁ। ଆପଣ ଦେଖୁଥିବେ ପିଲାମାନେ, ଛୋଟ ଛୋଟ ପିଲାମାନେ କିଭଳି ଆମର ବେଡସିଟ୍ ପକେଇ ବସୁଛନ୍ତି ବା କଣ ପକେଇ ବସୁଛନ୍ତି, ଆପଣ ଦେଖିଥିବେ, ଫଟୋ ଭିଡିଓ କରିଛନ୍ତି। ଏବଂ ଏ ସ୍କୁଲରେ କୌଣସି ଆଗପଟେ ପଛପଟେ ଛାତଘର ଅଛି, ଆଗପଟେ ଛାତଘର ନାହିଁ, ଆଜବେଷ୍ଟ ଘର। ସେ ଛାତଘର ମଧ୍ୟ ଉନ୍ନତିକରଣ କରାଯାଉ ଏବଂ ସ୍କୁଲରେ ମଧ୍ୟ ଷ୍ଟାଫଙ୍କର ଅଭାବ ଅଛି। ତେଣୁ ଷ୍ଟାଫ ମାନଙ୍କୁ କିଭଳି ଆସିବେ ଏବଂ ପିଲାମାନେ ଭଲ ପଢିବେ, ଏଇଟା ଗୋଟେ ସମସ୍ୟା। ଦ୍ୱିତୀୟ ସମସ୍ୟା ହେଲା ବନ୍ୟା ସମସ୍ୟା, ବନ୍ୟା ଏବଂ ପାଣି ସମସ୍ୟା। ଆପଣମାନେ ଜାଣିଥିବେ ପ୍ରତିବର୍ଷ ବନ୍ୟା ଆସୁଛି। ଆମେ ଯେହେତୁ ଭାର୍ଗବୀ ନଦୀ କୂଳରେ ବସବାସ କରୁଛୁ, ଭାର୍ଗବୀ କାଞ୍ଚି ନଦୀ କୂଳରେ ବସବାସ କରୁଛୁ, କାଳକ୍ରମେ ଗ୍ରାମରେ ଲୋକ ସଂଖ୍ୟା ବଢିବାରୁ କିଛି ଫ୍ୟାମିଲିର 2 ଭାଇ 3 ଭାଇ ଆସିକରି ଏ ନନ୍ଦଗୁଡା ସାହିରେ 40-50 ଘର ଲୋକ ବସବାସ କରୁଛନ୍ତି। କାଞ୍ଚି ନଦୀ ବନ୍ଧ ଏବଂ ଏଠାର ଯିବା ଆସିବା ବନ୍ଧ ମଧ୍ୟରେ ଗ୍ୟାପ ରହୁଛି 40ରୁ 50 ଫୁଟ। ବର୍ଷା ହେବା ଫଳରେ ସେ 40 ଘରର ଫ୍ୟାମିଲି ପାଣିରେ ଜଳମଗ୍ନ ହେଉଛନ୍ତି। ତାର ଭିଡିଓ ମଧ୍ୟ ଆପଣମାନେ କରିଛନ୍ତି। ସେତିକି ନୁହଁ, ଏ ବିଷୟରେ ମୁଁ ପୁରୀ ଇରିଗେସନ ଡିପାର୍ଟମେଣ୍ଟ ଡ୍ରେନ୍ ବିଭାଗକୁ ମଧ୍ୟ
ଅବଗତ କରାଇଥିଲି ଲିଖିତରେ 11/11/2025 କରିଛି। ସେତେବେଳେ ମଲ୍ଲିକ ସାର୍ ଥିଲେ, ଇସି ସାର୍ ଥିଲେ, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସାର୍ ଥିଲେ, ସେମାନେ ମୋତେ ପ୍ରତିଶ୍ରୁତି ଦେଲେ ଏବଂ ଜେଇ ସାର୍ଙ୍କୁ ମଧ୍ୟ ଇନକ୍ୱାରି କଲେ, ଆସିକି ଇନକ୍ୱାରି କଲେ କୌଣସି ପଦକ୍ଷେପ ନେଲେ ନାହିଁ। ଏବଂ ଏବେ ଯେଉଁ ସାର୍ ଆସିଛନ୍ତି ଆମେ ମଧ୍ୟ ଗ୍ରାମବାସୀ ଯାଇକି ଗ୍ରାମ କମିଟି ମେମ୍ବର ଯାଇକି ତାଙ୍କୁ ଅବଗତ କରିଲୁ, ସେମାନେ କହିଲେ କରିବା ପାଇଁ। ମୋର ଅନୁରୋଧ, ଯଦି ଗ୍ରାମ ପାଣି ଆସୁଛି ଆପଣ ଦେଖିଥିବେ କ୍ଲବ ଘର ମନ୍ଦିର ସାଇଡ୍ କିଭଳି ଭାବରେ ବୁଡ଼ିକି ଅଛି, ଦେଖୁଥିବେ ଲୋକ କିଭଳି ବୁଡ଼ିକି ଅଛନ୍ତି। ଯଦି ଆମର ଏଇ ବନ୍ଧ ଦାଢ଼ରେ ଗୋଟେ ଡ୍ରେନ୍, ପକ୍କା ଡ୍ରେନ୍ର ବ୍ୟବସ୍ଥା କରାଯାଆନ୍ତା, ପାଣି ନିଷ୍କାସନ ହେଇଯାନ୍ତା ଗାଁ ପାଣି ଏବଂ କିଛି ଏଠା ଲୋକାଲ ପାଣି ହେଇଯାନ୍ତା ଏବଂ ଗହିର ମଝିରେ 2ଟା ଡ୍ରେନ୍ କଲଭର୍ଟ କରାଯାନ୍ତା, ତେବେ ନଦୀ ମଧ୍ୟ ପାଣି ନିଷ୍କାସ ହେଇଯାନ୍ତା। ଆମର ବିନୀତ ଅନୁରୋଧ, ଇଏ ନହେବା ଫଳରେ ଘର ମାନଙ୍କରେ ଲୋକ ଚାରିପଟେ ଜାଲ ଲଗେଇଛନ୍ତି, ଆପଣ ଭିଡ଼ିଓ କରିଛନ୍ତି, ସାପରୁ ବଞ୍ଚିତ ହୋଇଛନ୍ତି। ସାପ 3-4 ଥର ଲୋକଙ୍କୁ କାମୁଡ଼ିଲାଣି ଏବଂ ବିଭିନ୍ନ ଆଣ୍ଠୁଏ ପାଣିରେ ମଧ୍ୟ ଆସୁଛନ୍ତି। ଏ 3ଟା ସମସ୍ୟା ଯଥାଶୀଘ୍ର ପୂରଣ କରାଗଲେ ଆମେ ବିଶେଷ ଉପକୃତ ହେବୁ ଏବଂ କଲେକ୍ଟର ମହୋଦୟ ଏବଂ ବିଡ଼ିଓ ସାର୍ ଏବଂ ଆମର ଇରିଗେସନ ଡିପାର୍ଟମେଣ୍ଟର ଏସି ସାର୍ଙ୍କୁ ଅନୁରୋଧ କରୁଛୁ, ମାନେ ଯଥାଶୀଘ୍ର ଏହାର ତଦନ୍ତ କରାଯାଉ, ଇନକ୍ୱାରି କରାଯାଉ, କାହିଁକି ହେଇନି ଏବଂ କରାଗଲେ ଆମେ ଏଇ ନଈକୂଳ ସାହିର ବାସୀମାନେ ବିଶେଷ ଉପକୃତ ହେବା ସହ ଏବଂ ସର୍ବଶେଷରେ ଆମର ପଞ୍ଚାୟତର ସରପଞ୍ଚ ମହୋଦୟ ଯିଏ ଅଛନ୍ତି ଛବିରାଣୀ ମଲ୍ଲିକଙ୍କୁ ଅନୁରୋଧ, ଆପଣ ଯେଭଳି ଭୋଟ ପାଇବା ସମୟରେ ଲୋକଙ୍କୁ ଘର ଘର ଆସିକି ଭୋଟ ପାଇବା ପାଇଁ କହିଥିଲେ ଆଉ ଲୋକ ଭୋଟ ଦେବାର ଆଜି ଭୋଟ ପାଇକରି ଆଜି ପ୍ରତିନିଧି ହେଲେ, ଆପଣଙ୍କର ସ୍ୱାମୀ ହଜବାଣ୍ଡ ଗୋବିନ୍ଦ ମଲ୍ଲିକ ସାର୍ ଯିଏ ଅଛନ୍ତି, ସେ ବର୍ତ୍ତମାନ ପ୍ରତିନିଧି ହିସାବରେ ସବୁ କାର୍ଯ୍ୟ କରୁଛନ୍ତି। ତାଙ୍କୁ ମଧ୍ୟ ଅନୁରୋଧ କରୁଛୁ, ଏ ସମସ୍ୟା ଗୁଡ଼ିକୁ କିପରି ଦୂର ହେବ ଆପଣ କରନ୍ତୁ। ବିପଦ ଆପଦ ସମୟରେ ଲୋକଙ୍କ ପାଖରେ ଆସନ୍ତୁ, ବୁଝନ୍ତୁ, ପ୍ରତି ସାହିରେ ବୁଲନ୍ତୁ ଏବଂ ପ୍ରତି ସାହିର ଡେଭଲପ ଉନ୍ନତିମୂଳକ କାର୍ଯ୍ୟକଳାପ କିପରି ହେବ ଚିନ୍ତା କରନ୍ତୁ। ଏତିକି କଲେ ଆମେ ଆପଣଙ୍କ ପାଖରେ ବହୁତ ଖୁସି ହେବୁ ଏବଂ ଆଗାମୀ ଦିନରେ କିଭଳି ଲୋକମାନେ ଖୁସି ରହିବେ ସେ ଚିନ୍ତା କରନ୍ତୁ। ଜୟ ଜଗନ୍ନାଥ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।